ଯାତ୍ରା ପୁସ୍ତକ 24 ପର୍ବ। ଅନନ୍ତର ସେ ମୋଶାଙ୍କୁ କହିଲେ, ତୁମ୍ଭେ ଓ ହାରଣ, ନାଦବ, ଅବିହୁ ଓ ଇସ୍ରାଏଲ ପ୍ରାଚୀନ ବର୍ଗର 70 ଜଣ ତୁମେମାନେ ସଦାପ୍ରଭୁଙ୍କ ନିକଟକୁ ଆରୋହଣ କରି ଆସି ଦୂରରେ ରହି ତାହାଙ୍କର ଭଜନା କର। କେବଳ ମୋଶା ସଦାପ୍ରଭୁଙ୍କ ନିକଟକୁ ଆସିବ, ମାତ୍ର ସେମାନେ ନିକଟକୁ ଆସିବେ ନାହିଁ, କେବଳ ଲୋକମାନେ ତାହା ସଙ୍ଗେ ଆରୋହଣ କରିବେ ନାହିଁ। ତେବେ ମୋଶା ଆସି ସଦାପ୍ରଭୁଙ୍କର ସେହି ସବୁ ବାକ୍ୟ ଓ ଶାସନ ବିଷୟ ଲୋକମାନଙ୍କୁ କହନ୍ତେ ସମସ୍ତେ ଏକସ୍ୱରରେ ଉତ୍ତର କଲେ, ସଦାପ୍ରଭୁ ଯେସବୁ କଥା କହିଅଛନ୍ତି ତାହା ସବୁ ଆମ୍ଭେମାନେ ପାଳନ କରିବା। ଅନନ୍ତର ମୋଶା ସଦାପ୍ରଭୁଙ୍କର ସମସ୍ତ ବାକ୍ୟ ଲେଖିଲେ। ପୁଣି ପ୍ରଭାତରେ ଉଠି ପର୍ବତ ତଳେ ଗୋଟିଏ ଯଜ୍ଞବେଦୀ ଓ ଇସ୍ରାଏଲ ଦ୍ୱାଦଶ ବଂଶ ଅନୁସାରେ 12 ସ୍ତମ୍ଭ ନିର୍ମାଣ କଲେ। ଆଉ ସେ ଇସ୍ରାଏଲ ସନ୍ତାନଗଣର ଯୁବାମାନଙ୍କୁ ପଠାନ୍ତେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମାର୍ଥେ ଓ ମଙ୍ଗଳାର୍ଥେ ବୃଷମାନଙ୍କୁ ବଳିଦାନ କଲେ। ତ ମୋଶା ରକ୍ତ ଘେନି ତହିଁର ଅର୍ଦ୍ଧେକ ପାତ୍ରରେ ରଖିଲେ, ଆଉ ଅର୍ଦ୍ଧେକ ରକ୍ତ ବେଦୀ ଉପରେ ସେଚନ କଲେ। ପୁଣି ନିୟମ ପୁସ୍ତକ ନେଇ ଲୋକମାନଙ୍କ କର୍ଣ୍ଣ ଗୋଚରରେ ପାଠ କଲେ। ତହିଁରେ ସେମାନେ କହିଲେ, ସଦାପ୍ରଭୁ ଯାହା ଯାହା କହିଅଛନ୍ତି ତାହା ସବୁ ଆମ୍ଭେମାନେ ପାଳନ କରିବା ଓ ଆଜ୍ଞାବହ ହେବା। ତ ମୋଶା ସେହି ରକ୍ତ ଘେନି ଲୋକମାନଙ୍କ ଉପରେ ସେଚନ କରି କହିଲେ, ଦେଖ, ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଏହି ସମସ୍ତ ବାକ୍ୟ ସମ୍ବନ୍ଧୀୟ ଯେଉଁ ନିୟମ କରିଅଛନ୍ତି ସେହି ନିୟମର ରକ୍ତ ଏହି। ତେବେ ମୋଶା, ହାରଣ, ନାଦବ, ଅବିହୁ ଓ ଇସ୍ରାଏଲର ପ୍ରାଚୀନ ବର୍ଗର 70 ଜଣ ଆରୋହଣ କଲେ। ଆଉ ସେମାନେ ଇସ୍ରାଏଲ ପରମେଶ୍ୱରଙ୍କୁ ଦର୍ଶନ କଲେ। ପୁଣି ତାହାଙ୍କ ଚରଣ ତଳ ସ୍ଥାନ ଉଜ୍ଜଳ ନୀଳକାନ୍ତମଣି ନିର୍ମିତ କାର୍ଯ୍ୟତୁଲ୍ୟ ଓ ନିର୍ମଳତାରେ ଠିକ୍ ଆକାଶ ପରି ଥିଲା। ଆଉ ସେ ଇସ୍ରାଏଲ ସନ୍ତାନଗଣର ଅଧ୍ୟକ୍ଷମାନଙ୍କର ବିରୁଦ୍ଧରେ ହସ୍ତ ବିସ୍ତାର କଲେ ନାହିଁ, ମାତ୍ର ସେମାନେ ପରମେଶ୍ୱରଙ୍କୁ ଦର୍ଶନ କଲେ, ପୁଣି ଭୋଜନ ପାନ କଲେ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ପର୍ବତ ଆରୋହଣ କରି ଆମ୍ଭ ନିକଟକୁ ଆସି ଏହି ସ୍ଥାନରେ ଥାଅ। ତହିଁରେ ଆମ୍ଭେ ଲୋକମାନଙ୍କ ଶିକ୍ଷା ନିମନ୍ତେ ଯାହା ଲେଖିଅଛୁ ତାହା ଅର୍ଥାତ୍ ବ୍ୟବସ୍ଥା ଓ ଆଜ୍ଞା ସମ୍ବନ୍ଧୀୟ 2 ଖଣ୍ଡ ପ୍ରସ୍ତର ଫଳକ ତୁମ୍ଭକୁ ଦେବା। ତହିଁରେ ମୋଶା ଓ ତାଙ୍କର ପରିଚାରକ ଝିଅଝିଅ ଉଠିଲେ। ପୁଣି ମୋଶା ପରମେଶ୍ୱରଙ୍କ ପର୍ବତରେ ଆରୋହଣ କଲେ। ଆଉ ସେ ପ୍ରାଚୀନ ବର୍ଗଙ୍କୁ କହିଲେ, ଆମ୍ଭେମାନେ ଯେ ଯାଏ ତୁମ ନିକଟକୁ ବାହୁଡ଼ି ନ ଆସୁ, ସେ ଯାଏ ତୁମେମାନେ ଆମ୍ଭମାନଙ୍କ ଅପେକ୍ଷାରେ ଏଇଠି ଥାଅ। ଦେଖ, ହାରଣ ଓ ହୁର ତୁମମାନଙ୍କ ନିକଟରେ ଅଛନ୍ତି। କାହାରି କୌଣସି ବିବାଦର କଥା ଉପସ୍ଥିତ ହେଲେ ସେ ସେମାନଙ୍କ ନିକଟକୁ ଯାଉ। ଏଉତାରେ ମୋଶା ପର୍ବତରେ ଚଢ଼ିଲେ। ପୁଣି ମେଘ ପର୍ବତକୁ ଢାଙ୍କିଲା। ତହିଁରେ ସିନାଇ ପର୍ବତ ଉପରେ ସଦାପ୍ରଭୁଙ୍କ ପ୍ରତାପ ଅବସ୍ଥିତି କଲା, ଆଉ ତାହା 6 ଦିନ ମେଘାଚ୍ଛନ୍ନ ହୋଇ ରହିଲା। ତହିଁ ଉତ୍ତାରେ ସେ 7ମ ଦିନ ମେଘ ମଧ୍ୟରୁ ମୋଶାଙ୍କୁ ଡାକିଲେ। ତହିଁରେ ଇସ୍ରାଏଲ ସନ୍ତାନଗଣର ଦୃଷ୍ଟିରେ ପର୍ବତ ଶୃଙ୍ଗରେ ଗ୍ରାସକାରୀ ଅଗ୍ନିତୁଲ୍ୟ ସଦାପ୍ରଭୁଙ୍କ ପ୍ରତାପ ପ୍ରକାଶିତ ହେଲା। ପୁଣି ମୋଶା ମେଘ ମଧ୍ୟରେ ପ୍ରବେଶ କରି ପର୍ବତ ଉପରେ ଉଠି 40 ଦିବାରାତ୍ର ସେହି ପର୍ବତ ଉପରେ ରହିଲେ। ଯାତ୍ରା ପୁସ୍ତକ 25 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମେ ଇସ୍ରାଏଲ ସନ୍ତାନଗଣକୁ ଆମ୍ଭ ନିମନ୍ତେ ଉପହାର ସଂଗ୍ରହ କରିବାକୁ କୁହ, ଯାହାର ହୃଦୟ ଯାହାକୁ ଇଚ୍ଛୁକ କରାଏ। ପୁଣି ନୀଳବର୍ଣ୍ଣ ଓ ଧୂମ୍ରବର୍ଣ୍ଣ ଓ ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଓ ଛାଗଲୋମ ଓ ରକ୍ତୀକୃତ ମେଷଚର୍ମ ଓ ଶିଶୁକ ଚର୍ମ ଓ ସିଟିମ୍ କାଷ୍ଠ, ଦୀପ ନିମନ୍ତେ ତୈଳ, ପୁଣି ଅଭିଷେକାର୍ଥେ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧ ଦ୍ରବ୍ୟ, ପୁଣି ଏଫଦ ଓ ବୁକୁପଟା ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର, ଏହି ସମସ୍ତ ଉପହାର ସେମାନଙ୍କଠାରୁ ଗ୍ରହଣ କରିବ। ପୁଣି ତହିଁ ନିମନ୍ତେ ସ୍ୱର୍ଣ୍ଣର 4 କଡ଼ା ଛାଞ୍ଚରେ ଢାଳି ତହିଁର 4 କୋଣରେ ଦେବ। ତହିଁରେ ଏକ ପାର୍ଶ୍ୱରେ 2 କଡ଼ା ଓ ଅନ୍ୟ ପାର୍ଶ୍ୱରେ 2 କଡ଼ା ରହିବ। ଆଉ ତୁମେ ସିଟିମ୍ କାଷ୍ଠରେ 2 ସାଙ୍ଗି କରି ସ୍ୱର୍ଣ୍ଣରେ ମଡ଼ାଇବ। ପୁଣି ସିନ୍ଦୁକ ବହିବା ନିମନ୍ତେ ସିନ୍ଦୁକର 2 ପାର୍ଶ୍ୱସ୍ଥ କଡ଼ାରେ ସେହି ସାଙ୍ଗି ପ୍ରବେଶ କରାଇବ। ସେହି ସାଙ୍ଗି ସିନ୍ଦୁକର କଡ଼ାରେ ଥିବ, ତହିଁରୁ ବାହାର କରାଯିବ ନାହିଁ। ପୁଣି ଆମ୍ଭେ ତୁମକୁ ଯେଉଁ ସାକ୍ଷ୍ୟପତ୍ର ଦେବା, ପୁଣି ସେହି ସିନ୍ଦୁକରେ ରଖିବ। ଏ ଉତ୍ତାରେ ତୁମେ ଶୁଦ୍ଧ ସୁବର୍ଣ୍ଣରେ 2.5 ହସ୍ତ ଦୀର୍ଘ ଓ 1.5 ହସ୍ତ ପ୍ରସ୍ଥ ଏକ ପାପାଛାଦନ ନିର୍ମାଣ କରିବ। ତୁମେ ସୁବର୍ଣ୍ଣର 2 କିରୁବ ପ୍ରସ୍ତୁତ କରିବ। ପିଟା କର୍ମରେ ତାହା ପ୍ରସ୍ତୁତ କରି ସେହି ପାପାଛେଦନର 2 ମୁଣ୍ଡରେ ଦେବ। ଏକ କିରୁବ ଏକ ମୁଣ୍ଡରେ
अन्य किरुब अन्य मुंडरे स्थापन करिब। दुई किरुबकु पापाच्छादन सहित संलग्न और तहिर दुई प्रांतरे उभा करी स्थापन करिब। पुणी किरुब माने परस्पर सम्मुखीन होई पक्ष ऊर्ध्वकु विस्तार करी पापाच्छादन आवरण करिवे। पापाच्छादन प्रति किरुब मानकर मुख रहिब। तुम्भे एही पापाच्छादन सेई सिंधुक उपर रखिब। पुणी आम्भे तुमको जो साक्ष्यपत्र देवा ताहा सेई सिंधुक भितरे थोइब। आम्भे सेई स्थान रे तुम्भ सहित साक्षात करिबा और पापाच्छादनर उपरि भागरु अर्थात साक्ष्य सिंधुकर उपरिस्थ किरुबद्वय मध्यरु तुम्भ संगे आलाप करी इस्राएल संतानगण विषयक आम्भर समस्त आज्ञा तुम्भकु जणाइबा। तहिउतारु तुमे सिटिम काष्टरे 2 हस्त दीर्घ और 1 हस्त प्रस्थ और 1.5 हस्त उच्च गोटे मेज निर्माण करी निर्मल स्वर्णरे ताहा मड़ाइब। पुणी तहिर चतुर्दिगरे स्वर्णर कांथी करिब। पुणी तहिर चतुर्दिगरे चतुरंगुली परिमित एक बेष्टन करिब और सेई बेष्टनर चतुर्दिगरे सुवर्ण कांथी करिब। आ सुवर्ण निर्मित 4 कड़ा करी तहिर 4 पाइहार 4 कोणरे रखिब। मेज बहनार्थे सांगीर घरा निमंते सेई कड़ा बेष्टन पार्श्वरे थिब। पुणी सेई मेज बहनार्थे सिटिम काष्टरे सांगी प्रस्तुत करी स्वर्णरे मड़ाइब। पुणी थाली और चमच और गड़ू और ढालिबा निमंते पात्र निर्माण करिब। एही समस्त शुद्ध सुवर्णरे निर्माण करिब। तुमे सेई मेज उपरे आंभ अग्रते नित्य नित्य दर्शनीय रोटी रखिब। आउर तुमे निर्मल सुवर्णर एक दीप वृक्ष निर्माण करिब। पीटा कर्मरे दीप वृक्ष तहिर गंडी और शाखा निर्मित हेब। आ गोलाधार और कलिका और पुष्प तहिरे संलग्न रहिब। अर्थात तहिर एक पार्श्वरु 3 दीप शाखा और अन्य पार्श्वरु 3 दीप शाखा एई रूपे 2 पार्श्वरु 6 शाखा निर्गत हेब। तहिर एक शाखारे बादाम पुष्पाकृति 3 गोलाधार कलिका और पुष्प रहिब। पुणी अन्य शाखारे बादाम पुष्पाकृति 3 गोलाधार कलिका और पुष्प रहिब। सेई दीप वृक्षर निर्गत 6 शाखारे एही रूपे हेब। मात्र दीप वृक्षरे बादाम पुष्पाकृति 4 गोलाधार और कलिका और पुष्प रहिब। पुणी से दीप वृक्षरु जो 6 शाखा निर्गत हुए सेमानकर एक शाखा द्वयर तले एक कलिका और अन्य शाखार द्वय तले एक कलिका और अन्यतर शाखा द्वयर तले एक कलिका रहिब। आ कलिका और शाखा तहिर अंश हेब और समस्त निर्मल स्वर्णरे निर्मित एक पीटा कर्म हेब। आ तुमे तहि पई सप्त प्रदीप निर्माण करिब। तहिरे लोक माने से प्रदीप जळाइले तहिर सम्मुखरे आलुओ हेब एवं निर्मल सुवर्णरे तहिर चिमुटा और अंगारदानी निर्माण करिब। ए दीप वृक्ष और तहिर सामग्री सर्वसुधा एक महम निर्मल सुवर्णरे निर्मित हेब। सावधान पर्वतरे तुम्भकु तहिर जे आदर्श प्रदर्शित होइअछि सेई रूपे सबु कर। यात्रा पुस्तक 26 पर्व। आउर तुमे 10 जवनिका द्वारा आवास प्रस्तुत करिब। सेई सब जवनिका शुभ्र क्षोम और नील धूम्र और सिंदूर वर्ण सूत्ररे निर्मित हेब। तहिर शिल्पित किरुब मानकर आकृति रहिब। सेई प्रत्येक जवनिका 28 हस्त दीर्घ और 4 हस्त प्रस्थ समस्त जवनिकार एक परिमाण हेब। पुणी एकत्र 5 जवनिकार परस्पर जोग रहिब। आउ अवशिष्ट 5 जवनिकार परस्पर जोग रहिब। आउ जोड़ा स्थान रे प्रथम अंत्य जवनिकार धड़ी रे नील सूत्रर गुंडी घरा करिब और जोड़ा स्थान रे द्वितीय अंत्य जवनिकार धड़ी रे तद्रूप करिब। अर्थात प्रथम जवनिकार धड़ी रे 50 गुंडी घरा करिब और जोड़ा स्थान रे द्वितीय जवनिकार धड़ी रे 50 गुंडी घरा करिब। से 2 गुंडी घरा श्रेणी परस्पर सम्मुखीन रहिब। पुणी 50 स्वर्ण गुंडी करी घुंडी रे जवनिका सकल परस्पर जोड़िब। तहिर एक आवास हेब। आउ सेई आवास उपरे आच्छादन थक तंबू निमंते छागलोमर 11 जवनिका प्रस्तुत करिब। से प्रत्येक जवनिकार दीर्घता 30 हस्त और प्रस्थता 4 हस्त। एई 11 जवनिकार एक परिमाण हेब। ए उतारे 5 जवनिका परस्पर जोड़ी पृथक रखिब और अन्य 6 जवनिका पृथक रखिब।
पुणी एमानक मध्यरु षष्ठ जवनिका दोहरा करी तंबू सम्मुखरे रखिब। आउ जोड़ा स्थान रे प्रथम अंत्य जवनिकार धड़ी रे 50 घुंडी घरा करिब और द्वितीय जवनिकार जोड़ा स्थान धड़ी रे 50 घुंडी घरा करिब। आ पितलर 50 घुंडी करी से घुंडी घरारे प्रवेश कराई तंबू जोड़िब। तहिरे एहा एक तंबू हेबो। सेई तंबू जवनिकार अतिरिक्त अंश अर्थात जेउ अर्ध जवनिका अतिरिक्त थिबो ता आवासर पश्चात पार्श्वरे ओहଳି रहिबो। आउ तंबू जवनिकार दीर्घतार जेउ अंश ए पार्श्वरे एक हस्त और से पार्श्वरे एक हस्त अतिरिक्त रहिबो। ता आवासर ए पार्श्व से पार्श्वरे आच्छादनार्थे झुलिबो। ए उतारे तुमे रक्तीकृत मेष चर्मरे तंबूर एक छात करिबो। आउ तही उपरे शिशुक चर्मरे एक छात करिबो। अनंतर तुमे आवास निमंते सिटिम कास्टर ठिया पटा प्रस्तुत करिबो। एक एक पटा 10 हस्त दीर्घ और 1.5 हस्त प्रस्थ हेबो। तहिर परस्पर अनुरूप 2 पाद करिबो। एई रूपे आवासर समस्त पटा निमंते प्रस्तुत करिबो। आउ आवास निमंते जे सबु पटा करिबो से मध्यरु दक्षिण दिगरे दक्षिण पार्श्व निमंते 20 पटा, पुणी सेई 20 पटा तले 40 रूपार चुंगी करिबो। एक पटा तले तहिर 2 पद निमंते 2 चुंगी और अन्यान्य पटा तले मध्य सेमानकर 2 पद निमंते 2 चुंगी कहबो। पुणी आवासर अन्य पार्श्व निमंते उत्तर दिगरे 20 पटा हेबो। एक पटा तले 2 चुंगी और अन्यान्य पटा तले 2 चुंगी। ए रूपे रूपार 40 चुंगी हेबो। आवासर पश्चिम दिगस्थ पश्चात पार्श्व निमंते 6 खंड पटा हेबो। पुणी आवासर से पश्चात भागर 2 कोणरे 2 खंड पटा हेबो। पुणी तही तले जोड़ा हेबो और सेई रूपे तही मुंडरे प्रथम कड़ा निकटरे जोड़ा हेबो। ए रूपे 2 रे हेबो। ताहा सब 2 कोण निमंते हेबो। तहिरे तहिर पटा 8 खंड हेबो और तहिर 16 रूपा चुंगी हेबो। एक पटा तले 2 चुंगी और अन्यान्य पटा तले 2 चुंगी हेबो। आउ तुमे सिटम कास्टर अर्गल प्रस्तुत करिबो। आवासर एक पार्श्वस्थ पटारे 5 अर्गल और अन्य पार्श्वस्थ पटारे 5 अर्गल और आवासर पश्चिम दिगस्थ पश्चात पार्श्वर पटारे 5 अर्गल देव। पुणी मध्यस्थित अर्गल पटार मध्य देशरे ए मुंडरू से मुंड जाए पाइब। आउ से सब पटा सुवर्ण रे मड़ाइबो और अर्गलर घरा निमंते सुवर्ण कड़ा करिबो। पुणी अर्गल सकल सुवर्ण रे मड़ाइबो। एई प्रकार आवासर जे आदर्श पर्वत रे तुमको प्रदर्शित होई अछि तदनुसारे ता प्रस्तुत करिबो। आउ तुमे नीलवर्ण और ध्रुमवर्ण सिंदूर वर्ण और बड़ा शुभ्र क्षम सूत्र रे एक विच्छेद वस्त्र प्रस्तुत करिबो। ता निपुण शिल्पकार कर्म रे किरुबगणर आकृति विशिष्ट कराजिबो। तुमे ता सुवर्ण रे मड़ाई सिटिम कास्टर 4 स्तंभ उपरे टंगाइबो। पुणी रूपार 4 चुंगी उपरे सेमानकर स्वर्णर आंकड़ा सब बसाई देबो। पुणी घुंडी सबुर तले विच्छेद वस्त्र टंगाई से विच्छेद वस्त्र मध्यकू साक्ष्य रूप सिंधुक आनिबो। तहिरे से विच्छेद वस्त्र पवित्र स्थान और महापवित्र स्थान मध्यरे भेदक हेबो। आउ तुमे महापवित्र स्थान रे साक्ष्य सिंधुक उपरे पापाछदन रखिबो। विच्छेद वस्त्रर बाहरे मेज रखिबो और मेज सम्मुखरे आवासर दक्षिण दिगरे दीप वृक्ष रखिबो और उत्तर दिगरे मेज रखिबो। पुणी आवासर द्वार निमंते नील और धूम्र और सिंदूर वर्ण और बड़ा शुभ्र क्षम सूत्र निर्मित चित्र विचित्र एक आच्छादन वस्त्र प्रस्तुत करिबो। से आच्छादन वस्त्र निमंते 5 गोटी सिटिम कास्टर स्तंभ निर्माण करी स्वर्ण मड़ाइबो। पुणी स्वर्ण रे तहिर आंकड़ा करिबो और तहि निमंते पितलर 5 चुंगी ढालिबो। यात्रा पुस्तक 27 पर्व। आउ तुमे सिटम काष्ठरे 5 हस्त दीर्घ और 5 हस्त प्रस्तर बेदी निर्माण करिबो। से बेदी चतुष्कोण हेबो। तहिर उच्चता 3 हस्त हेबो। पुणी तहिर 4 कोण उपरे शृंग करिबो। आउ से शृंग बेदीर एकांश हेबो और ताहा पितल रे मड़ा जीवो। आउ तहिरु भस्म काढ़ी नेबा पई भस्म धानी करिबो और तहिर करचुली और कुंड और त्रिशूल और अंगार धानी करिबो। तहिर समस्त पात्र पितल रे प्रस्तुत करिबो।
ପୁଣି ପିତ୍ତଳରେ ଏକ ଜାଲି ଝାଞ୍ଜିରି କରିବ ଓ ତହିଁ ଉପରେ ଚାରିକୋଣରେ ପିତ୍ତଳର ଚାରିକଡ଼ା ପ୍ରସ୍ତୁତ କରିବ। ଏହି ଝାଞ୍ଜିରି ବେଦୀ ବେଢ଼ ତଳେ ନିମ୍ନ ଭାଗରେ ରଖିବ ଓ ଝାଞ୍ଜିରି ବେଦୀର ମଧ୍ୟ ପର୍ଯ୍ୟନ୍ତ ପାଇବ। ଆଉ ବେଦୀ ନିମନ୍ତେ ସିଟମ କାଷ୍ଠର ସାଙ୍ଗି କରିବ ଓ ତା ପିତ୍ତଳରେ ମଡ଼ାଇବ। ପୁଣି ବେଦୀ ବହିବା ବେଳେ ତହିଁର ଦୁଇ ପାର୍ଶ୍ୱ ଉପରେ କଡ଼ା ମଧ୍ୟରେ ସେହି ସାଙ୍ଗିକ ରହିବ। ତୁମେ ଫମ୍ପା ରଖି ପଟାରେ ତାହା କରିବ। ପର୍ବତରେ ତୁମ୍ଭକୁ ଯେ ରୂପେ ପ୍ରଦର୍ଶିତ ହେଲା ସେ ରୂପେ ଲୋକମାନେ କରିବେ। ଅନନ୍ତର ତୁମେ ଆବାସର ପ୍ରାଙ୍ଗଣ କରିବ। ସେ ପ୍ରାଙ୍ଗଣର ଦକ୍ଷିଣ ଦିଗରେ ବଳା ଶୁଭ୍ର ଓ କ୍ଷମ ସୂତ୍ର ନିର୍ମିତ ପରଦା କରିବ। ତହିଁର ଏକ ପାର୍ଶ୍ୱର ଦୀର୍ଘତା 100 ହସ୍ତ ହେବ। ତହିଁର 20 ସ୍ତମ୍ଭ ଓ 20 ଚୁଙ୍ଗି ପିତ୍ତଳର ହେବ। ପୁଣି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ହେବ। ତଦ୍ରୂପ ଉତ୍ତର ପାର୍ଶ୍ୱରେ 100 ଦୀର୍ଘ ପରଦା ହେବ ଓ ତହିଁର 20 ସ୍ତମ୍ଭ ଓ 20 ଚୁଙ୍ଗି ପିତ୍ତଳର ହେବ। ପୁଣି ସ୍ତମ୍ଭର ଆଙ୍କଡ଼ା ଓ ଛୁଞ୍ଚିଆ ରୂପାର ହେବ। ଆଉ ପଶ୍ଚିମ ଦିଗରେ ପ୍ରାଙ୍ଗଣର ପ୍ରସ୍ତୁତା ନିମନ୍ତେ 50 ହସ୍ତ ପରଦା ଓ ତହିଁର 10 ସ୍ତମ୍ଭ ଓ 10 ଚୁଙ୍ଗି କରିବ। ପୁଣି ପୂର୍ବ ଦିଗରେ ପ୍ରାଙ୍ଗଣର ପ୍ରସ୍ତୁତା 50 ହସ୍ତ ହେବ। ଏକ ପାର୍ଶ୍ୱରେ 15 ହସ୍ତ ପରଦା ଓ 3 ସ୍ତମ୍ଭ ଓ 3 ଚୁଙ୍ଗି ହେବ। ଆଉ ଅନ୍ୟ ପାର୍ଶ୍ୱରେ 15 ହସ୍ତ ପରଦା ଓ 3 ସ୍ତମ୍ଭ ଓ 3 ଚୁଙ୍ଗି ହେବ। ପୁଣି ପ୍ରାଙ୍ଗଣର ଦ୍ୱାର ନିମନ୍ତେ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷମ ସୂତ୍ରରେ ଶିଳ୍ପକର୍ମର ବିଶିଷ୍ଟ 20 ହସ୍ତ ଏକ ଆଚ୍ଛାଦନ ବସ୍ତ୍ର ଓ ତହିଁର 4 ସ୍ତମ୍ଭ ଓ 4 ଚୁଙ୍ଗି ହେବ। ପୁଣି ପ୍ରାଙ୍ଗଣରେ ଚତୁର୍ଦିଗସ୍ଥ ସ୍ତମ୍ଭ ସକଳ ରୂପା ଛୁଞ୍ଚିଆରେ ବନ୍ଦ ହେବ ଓ ତହିଁର ଆଙ୍କଡ଼ା ରୂପାର ଓ ଚୁଙ୍ଗି ପିତ୍ତଳର ହେବ। ପ୍ରାଙ୍ଗଣ 100 ହସ୍ତ ଦୀର୍ଘ ଓ ସର୍ବତ୍ର 50 ହସ୍ତ ପ୍ରସ୍ଥ ଓ 5 ହସ୍ତ ଉଚ୍ଚ। ପୁଣି ସବୁବେଳା ଶୁଭ୍ର କ୍ଷମ ସୂତ୍ରରେ ପ୍ରସ୍ତୁତ ଓ ତହିଁର ପିତ୍ତଳର ଚୁଙ୍ଗି ହେବ। ଆଉ ଆବାସର ସମୁଦାୟ କାର୍ଯ୍ୟ ସମ୍ବନ୍ଧୀୟ ପାତ୍ର ଓ ମେଖ ଓ ପ୍ରାଙ୍ଗଣର ସମସ୍ତ ମେଖ ପିତ୍ତଳର ହେବ। ଆଉ ନିତ୍ୟ ନିତ୍ୟ ପ୍ରଦୀପ ଜାଳି ଆଲୁଅ କରିବା ନିମନ୍ତେ ନିର୍ମଳ ପେଶାଜିତ ତୈଳ ତୁମ୍ଭ ନିକଟକୁ ଆଣିବା ପାଇଁ ଇସ୍ରାଏଲ ସନ୍ତାନମାନଙ୍କୁ ଆଜ୍ଞା ଦେବ। ଆଉ ସମାଗମ ତମ୍ବୁରେ ସାନ୍ଧ୍ୟ ସିନ୍ଦୁକ ସମ୍ମୁଖସ୍ଥ ବିଚ୍ଛେଦ ବସ୍ତ୍ରର ବାହାରେ ହାରଣ ଓ ତାହାର ପୁତ୍ରଗଣ ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସାକ୍ଷାତରେ ତାହା ସଜାଇ ରଖିବେ। ଏହା ଇସ୍ରାଏଲ ସନ୍ତାନମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ। ଯାତ୍ରା ପୁସ୍ତକ 28 ପର୍ବ। ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ତୁମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଆପଣା ଭ୍ରାତା ହାରଣକୁ ଓ ତାହା ସଙ୍ଗେ ତାହାର ପୁତ୍ରଗଣକୁ ଅର୍ଥାତ୍ ହାରଣ, ନାଦବ ଓ ଅବିହୁ, ଇଲିଆଜର ଓ ଇଥାମରକୁ ଆପଣା ନିକଟକୁ ଆଣିବ। ତୁମ୍ଭର ଭ୍ରାତା ହାରଣ ଶ୍ରୀ ଓ ଶୋଭା ନିମନ୍ତେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବ। ଆଉ ଆମ୍ଭେ ଯେଉଁମାନଙ୍କୁ ଜ୍ଞାନଦାୟକ ଆତ୍ମାରେ ପୂର୍ଣ୍ଣ କରିଅଛୁ ସେହି ସମସ୍ତ ବିଜ୍ଞମନା ଲୋକଙ୍କୁ ଆଦେଶ କର। ଆମ୍ଭ ଉଦ୍ଦେଶ୍ୟରେ ଯାଜକ କର୍ମ କରିବା ନିମନ୍ତେ ହାରଣକୁ ପ୍ରତିଷ୍ଠା କରିବା ପାଇଁ ସେମାନେ ତାହାର ବସ୍ତ୍ର ପ୍ରସ୍ତୁତ କରିବେ, ଅର୍ଥାତ୍ ବୁକୁପଟା ଓ ଏଫୋଦ ଓ ଚୋଗା ଓ ବୁଟାଦାର ଜାମା ଓ ପାଗ ଓ କଟିବନ୍ଧନ, ଏହି ସକଳ ବସ୍ତ୍ର ସେମାନେ ପ୍ରସ୍ତୁତ କରିବେ। ଆମ୍ଭ ଉଦ୍ଦେଶ୍ୟରେ ଯାଜନ କର୍ମ କରିବା ନିମନ୍ତେ ତୁମ୍ଭର ଭ୍ରାତା ହାରଣ ଓ ତାହାର ପୁତ୍ରଗଣ ପାଇଁ ସେମାନେ ପବିତ୍ର ବସ୍ତ୍ର ପ୍ରସ୍ତୁତ କରିବେ। ସେମାନେ ସୁବର୍ଣ୍ଣ ଓ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ବଳା ଶୁଭ୍ର କ୍ଷମ ସୂତ୍ର ହେବେ। ପୁଣି ସେମାନେ ସେହି ସ୍ୱର୍ଣ୍ଣ ଓ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଓ ବଳା ଶୁଭ୍ର କ୍ଷମ ସୂତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ୱାରା ଏଫୋଦ ବସ୍ତ୍ର ପ୍ରସ୍ତୁତ କରିବେ। ତହିଁର 2 ମୁଣ୍ଡରେ ପରସ୍ପର ସଂଯୁକ୍ତ 2 ସ୍କନ୍ଧପଟି ରହିବ, ଏ ରୂପେ ତାହା ଯୁକ୍ତ ହେବ। ପୁଣି ଏଫୋଦର ଯେଉଁ ଚିତ୍ରିତ ପଟୁକା ତହିଁ ଉପରେ ରହିବ, ତହିଁର ଚିତ୍ରିତ କର୍ମ ସେହି ବସ୍ତ୍ର ଅନୁସାରେ ହେବ, ଅର୍ଥାତ୍ ସ୍ୱର୍ଣ୍ଣରେ ନୀଳ ଓ ଧୂମ୍ର ଓ ସୁବର୍ଣ୍ଣ ବର୍ଣ୍ଣ ଓ ବଳା ଶୁଭ୍ର କ୍ଷମ ସୂତ୍ରରେ ହେବ। ଅନନ୍ତର ତୁମ୍ଭେ 2 ଗୋମେଦକ ମଣି ଘେନି ତହିଁ ଉପରେ ଇସ୍ରାଏଲ ପୁତ୍ରମାନଙ୍କର ନାମ ଖୋଳିବ, ଅର୍ଥାତ୍ ସେମାନଙ୍କ ବଂଶାବଳୀ ଅନୁସାରେ 6 ନାମ ଏକ ମଣି ଉପରେ
ଓ ଅବଶିଷ୍ଟ 6 ନାମ ଅନ୍ୟ ମଣି ଉପରେ ଖୋଳିବ। ଶିଳ୍ପକର୍ମରେ ମୁଦ୍ରା ଖୋଳିବା ନ୍ୟାୟ ସେହି 2 ମଣି ଉପରେ ଇସ୍ରାଏଲ ପୁତ୍ରଗଣର ନାମ ଖୋଳିବ। ପୁଣି ତାହା 2 ସ୍ୱର୍ଣ୍ଣଧାରରେ ବନ୍ଦ କରିବ। ପୁଣି ଇସ୍ରାଏଲ ସନ୍ତାନଗଣକୁ ସ୍ମରଣ କରିବା ନିମନ୍ତେ ତୁମ୍ଭେ ସେହି 2 ମଣି ଏଫୋଦର 2 ସ୍କନ୍ଧପଟିରେ ଦେବ। ତହିଁରେ ହାରଣ ସ୍ମରଣାର୍ଥେ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା 2 ସ୍କନ୍ଧରେ ସେମାନଙ୍କ ନାମ ବହିବ। ଆଉ ତୁମ୍ଭେ 2 ସ୍ୱର୍ଣ୍ଣଧାର କରିବ ଓ ନିର୍ମଳ ସୁବର୍ଣ୍ଣ ଦ୍ୱାରା 2 ମୋଡ଼ା ଜଞ୍ଜିର କରି ସେହି ମୋଡ଼ା ଜଞ୍ଜିର ସେହି 2 ଆଧାରରେ ଲଗାଇବ। ପୁଣି ଶିଳ୍ପକର୍ମରେ ବିଚାରାର୍ଥକ ବୁକୁପଟା କରିବ, ଅର୍ଥାତ୍ ଏଫୋଦର କର୍ମ ଅନୁସାରେ ସ୍ୱର୍ଣ୍ଣରେ ନୀଳ ଓ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଓ ବଳାଶୁଭ୍ର କ୍ଷମସୂତ୍ରରେ ନିପୁଣ ଶିଳ୍ପକାରର କର୍ମ ଦ୍ୱାରା ତାହା ପ୍ରସ୍ତୁତ କରିବ। ତାହା ଚତୁଷ୍କୋଣ ଓ ଦୋହରା ହେବ। ତହିଁର ଦୀର୍ଘତା 1 ଚାଖଣ୍ଡ ଓ ପ୍ରସ୍ଥତା 1 ଚାଖଣ୍ଡ ହେବ। ପୁଣି ତାହାକୁ 4 ମାଉଣୀ ପଂକ୍ତିରେ ଖଚିତ କରିବ। ତହିଁର ପ୍ରଥମ ପଂକ୍ତିରେ ଚୁଣି ଓ ପୀତମଣି ଓ ମରକତ, ଦ୍ୱିତୀୟ ପଂକ୍ତିରେ ପଦ୍ମରାଗ ଓ ନୀଳକାନ୍ତ ଓ ହୀରକ, ତୃତୀୟ ପଂକ୍ତିରେ ପେରାଜ ଓ ଜିସ୍ମ ଓ କଟାହେଳା, ପୁଣି ଚତୁର୍ଥ ପଂକ୍ତିରେ ବୈଦୁର୍ଯ୍ୟ ଓ ଗୋମେଦକ ଓ ସୂର୍ଯ୍ୟକାନ୍ତ। ଏହି ସମସ୍ତ ସ୍ୱର୍ଣ୍ଣରେ ସ୍ୱଂ ସ୍ୱଂ ପଂକ୍ତିରେ ବର୍ଷାଯିବ। ଏହି ମଣି ଇସ୍ରାଏଲ ପୁତ୍ରମାନଙ୍କ ନାମ ନିମନ୍ତେ ସେମାନଙ୍କ ନାମ ଅନୁସାରେ 12 ହେବ। ମୁଦ୍ରା ନ୍ୟାୟ ଖୋଦିତ ପ୍ରତ୍ୟେକ ମଣିରେ ସେହି 12 ବଂଶ ନିମନ୍ତେ ପ୍ରତ୍ୟେକ ପୁତ୍ରର ନାମ ରହିବ। ତୁମେ ନିର୍ମଳ ସ୍ୱର୍ଣ୍ଣ ଦ୍ୱାରା ବୁକୁପଟା ନିମନ୍ତେ ମାଳା ତୁଲ୍ୟ ମୋଡ଼ା 2 ଜଞ୍ଜିର ନିର୍ମାଣ କରିବ। ପୁଣି ବୁକୁପଟା ଉପରେ ସ୍ୱର୍ଣ୍ଣର 2 କଡ଼ା କରିବ ଓ ବୁକୁପଟାର 2 ପ୍ରାନ୍ତରେ ସେହି 2 କଡ଼ା ଲଗାଇବ। ଆଉ ବୁକୁପଟାର 2 ପ୍ରାନ୍ତ ସ୍ଥିତ 2 କଡ଼ା ମଧ୍ୟରେ ସେହି 2 ମୋଡ଼ା ସ୍ୱର୍ଣ୍ଣ ଜଞ୍ଜିର ଲଗାଇବ। ପୁଣି ମୋଡ଼ା ଜଞ୍ଜିରର 2 ମୁଣ୍ଡ 2 ଧାରରେ ବନ୍ଦ କରି ଏଫୋଦ ବସ୍ତ୍ରର ସମ୍ମୁଖସ୍ଥ 2 ସ୍କନ୍ଧପଟି ଉପରେ ରଖିବ। ତୁମ୍ଭେ ସ୍ୱର୍ଣ୍ଣର 2 କଡ଼ା ନିର୍ମାଣ କରି ବୁକୁପଟାର 2 ପ୍ରାନ୍ତରେ ଏଫୋଦ ବସ୍ତ୍ରର ସମ୍ମୁଖସ୍ଥ ଭିତର ଭାଗରେ ରଖିବ। ଆହୁରି 2 ସ୍ୱର୍ଣ୍ଣ କଡ଼ା କରି ଏଫୋଦ ବସ୍ତ୍ରର 2 ସ୍କନ୍ଧପଟି ତଳେ ତହିଁର ସମ୍ମୁଖ ଭାଗର ଯୋଡ଼ା ସ୍ଥାନରେ ଏଫୋଦର ଚିତ୍ରିତ ପାଟୁକା ଉପରେ ତାହା ରଖିବ। ତହିଁରେ ବୁକୁପଟା ଯେପରି ଏଫୋଦର ଚିତ୍ରିତ ପଟୁକା ଉପରେ ଥାଇ ଏଫୋଦରୁ ଖସି ନ ପଡ଼େ, ଏଥିପାଇଁ ସେମାନେ ବୁକୁପଟାକୁ ନିଜ କଡ଼ାରେ ନୀଳ ସୂତ୍ର ଦ୍ୱାରା ଏଫୋଦର କଡ଼ା ସହିତ ବନ୍ଦ ରଖିବେ। ଯେଉଁ ସମୟରେ ହାରଣ ପବିତ୍ର ସ୍ଥାନରେ ପ୍ରବେଶ କରିବ, ସେହି ସମୟରେ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ସ୍ମରଣାର୍ଥେ ସେ ବିଚାରାର୍ଥକ ବୁକୁପଟାରେ ଇସ୍ରାଏଲ ପୁତ୍ରଗଣର ନାମ ସକଳ ଆପଣା ହୃଦୟ ଉପରେ ବହନ କରିବ। ସେ ବିଚାରାର୍ଥକ ବୁକୁପଟାରେ ତୁମ୍ଭେ ଉରିମ୍ ଓ ତୁମିମ୍, ଦୀପ୍ତି ଓ ସିଦ୍ଧି ରଖିବ। ତହିଁରେ ହାରଣ ଯେଉଁ ସମୟରେ ସଦାପ୍ରଭୁଙ୍କ ଛାମରେ ପ୍ରବେଶ କରିବ, ସେହି ସମୟରେ ହାରଣର ହୃଦୟ ଉପରେ ତାହା ରହିବ। ପୁଣି ହାରଣ ସଦାପ୍ରଭୁଙ୍କ ଛାମୁରେ ନିତ୍ୟ ନିତ୍ୟ ଇସ୍ରାଏଲ ସନ୍ତାନଗଣର ବିଚାର ଆପଣା ହୃଦୟ ଉପରେ ବହିବ। ତୁମେ ଏଫୋଦର ଯୋଗା ସମ୍ପୂର୍ଣ୍ଣ ନୀଳବର୍ଣ୍ଣ କରିବ। ତହିଁ ମଧ୍ୟସ୍ଥଳରେ ମସ୍ତକ ପ୍ରବେଶ ନିମନ୍ତେ 1 ଛିଦ୍ର ରହିବ। ସାଞ୍ଜୁଆର ଗଳଦେଶ ନ୍ୟାୟ ସେହି ଛିଦ୍ରର ଚତୁର୍ଦିଗରେ ବୁଣାକର୍ମ ହେବ। ତହିଁରେ ତା ଛିଣ୍ଡିଯିବ ନାହିଁ। ପୁଣି ତୁମେ ତହିଁର ଅଞ୍ଚଳର ଚତୁର୍ଦିଗରେ ନୀଳ ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ଡାଳିମ୍ବ କରିବ। ଆଉ 4 ଦିଗରେ ତହିଁ ମଧ୍ୟେ ମଧ୍ୟେ ସ୍ୱର୍ଣ୍ଣ ଘଣ୍ଟି ରହିବ। ସେହି ଚୋଗାର ଅଞ୍ଚଳରେ ଚତୁର୍ଦିଗରେ ଗୋଟିଏ ସ୍ୱର୍ଣ୍ଣ ଘଣ୍ଟି ଓ ଗୋଟିଏ ଡାଳିମ୍ବ, ପୁଣି ଗୋଟିଏ ସ୍ୱର୍ଣ୍ଣ ଘଣ୍ଟି ଓ ଗୋଟିଏ ଡାଳିମ୍ବ ରହିବ। ଆଉ ହାରଣ ସେବା କରିବା ସମୟରେ ତାହା ପିନ୍ଧିବ। ତହିଁରେ ସେ ଯେତେବେଳେ ସଦାପ୍ରଭୁଙ୍କ ଛାମୁରେ ପବିତ୍ର ସ୍ଥାନରେ ପ୍ରବେଶ କରିବ ଓ ଯେତେବେଳେ ସେ ସେଠାରୁ ବାହାର ହେବ, ସେତେବେଳେ ତହିଁର ଶବ୍ଦ ଶୁଣାଯିବ। ତାହେଲେ ସେ ମରିବ ନାହିଁ। ଆଉ ତୁମେ ନିର୍ମଳ ସୁବର୍ଣ୍ଣରେ 1 ପତ୍ର ପ୍ରସ୍ତୁତ କରି ମୁଦ୍ରା ନ୍ୟାୟ ତହିଁ ଉପରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଏହି କଥା ଖୋଳିବ। ପୁଣି ପାଗ ଉପରେ ରହିବା ପାଇଁ ତାହା ନୀଳ ସୂତ୍ରରେ ବନ୍ଦ କରି ପାଗର ସମ୍ମୁଖରେ ରଖିବ। ତାହା ହାରଣର କପାଳ ଉପରେ ରହିବ। ତହିଁର ପବିତ୍ର ଦ୍ରବ୍ୟ ଘଟିତ ଅପରାଧ, ଅର୍ଥାତ୍ ଇସ୍ରାଏଲ ସନ୍ତାନଗଣ ଆପଣମାନଙ୍କର ପବିତ୍ରୀକୃତ ପବିତ୍ର ନାନାଦି ସକଳ ଦ୍ରବ୍ୟ ସମ୍ବନ୍ଧରେ ଯେଉଁ ଅପରାଧ କରିବେ, ତାହା ହାରଣ ବହିବ ଓ ସଦାପ୍ରଭୁଙ୍କ ଛାମୁରେ ସେମାନେ ଯେପରି ଗ୍ରାହ୍ୟ ହୁଅନ୍ତି, ଏଥିପାଇଁ ତାହା ନିତ୍ୟ ନିତ୍ୟ ତାହାର କପାଳରେ ରହିବ। ତୁମେ ଜାମାକୁ ବୁଟା ଦ୍ୱାରା ଶୁଭ୍ର କ୍ଷମ ବସ୍ତ୍ରରେ ଓ ପାଗକୁ ଶୁଭ୍ର କ୍ଷମ ସୂତ୍ରରେ
ପ୍ରସ୍ତୁତ କରିବ। ପୁଣି କଟିବନ୍ଧନ ସୂଚିକର୍ମ ଦ୍ୱାରା ଚିତ୍ର ବିଚିତ୍ର କରିବ। ଆଉ ହାରଣର ପୁତ୍ରଗଣ ନିମନ୍ତେ ଜାମା ଓ କଟିବନ୍ଧନ ପ୍ରସ୍ତୁତ କରିବ। ଆଉ ସେମାନଙ୍କର ସ୍ତ୍ରୀ ଓ ଶୋଭା ନିମନ୍ତେ ଶିରଭୂଷଣ କରିବ। ପୁଣି ତୁମ୍ଭ ଭ୍ରାତା ହାରଣର ଓ ତାହାର ପୁତ୍ରଗଣର ଦେହରେ ତାହା ସବୁ ପରିଧାନ କରାଇବ। ପୁଣି ସେମାନଙ୍କୁ ଅଭିଷେକ କରି ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବ। ତହିଁରେ ସେମାନେ ଆମ୍ଭର ଯାଜନ କର୍ମ କରିବେ। ତୁମେ ସେମାନଙ୍କ ଶରୀରର ଉଲଙ୍ଗତା ଆଚ୍ଛାଦନ ନିମନ୍ତେ କଟିଠାରୁ ଜଙ୍ଘ ପର୍ଯ୍ୟନ୍ତ ଶୁକ୍ଳ ଜଙ୍ଘିଆ ପିନ୍ଧାଇବ। ପୁଣି ଯେତେବେଳେ ହାରଣ ଓ ତାହାର ପୁତ୍ରଗଣ ସମାଗମ ତମ୍ବୁରେ ପ୍ରବେଶ କରିବେ, କିମ୍ବା ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ବେଦୀର ନିକଟବର୍ତ୍ତୀ ହେବେ, ସେତେବେଳେ ସେମାନେ ଯେପରି ଅପରାଧ କରି ନ ମରନ୍ତି ଏ ନିମନ୍ତେ ଏହି ବସ୍ତ୍ର ପରିଧାନ କରିବେ। ଏହା ହାରଣ ଓ ତାହାର ଭବିଷ୍ୟତ ବଂଶର ପାଳନୀୟ ଅନନ୍ତକାଳୀନ ବିଧି ହେବ। ଯାତ୍ରା ପୁସ୍ତକ 29 ପର୍ବ। ଆଉ ଆମ୍ଭ ଉଦ୍ଦେଶ୍ୟରେ ଯାଜନ କର୍ମ କରିବା ନିମନ୍ତେ ସେମାନଙ୍କୁ ପ୍ରତିଷ୍ଠା କରିବା ପାଇଁ ତୁମେ ସେମାନଙ୍କ ପ୍ରତି ଏହି ସମସ୍ତ କର୍ମ କରିବ। ନିଖୁନ୍ତ ଏକ ଗୋବତ୍ସ ଓ 2 ମେଷ ନେବ। ପୁଣି ତାଡ଼ିଶୂନ୍ୟ ରୋଟି ଓ ତୈଳ ମିଶ୍ରିତ ତାଡ଼ିଶୂନ୍ୟ ପିଠା ଓ ତୈଳଯୁକ୍ତ ତାଡ଼ିଶୂନ୍ୟ ସରୁ ଚକୁଳି ଗହମ ମଇଦାରେ ପ୍ରସ୍ତୁତ କରିବ। ପୁଣି ଗୋଟିଏ ଡାଲାରେ ତାହା ରଖିବ ଓ ସେହି ଗୋବତ୍ସ ଓ 2 ମେଷ ସଙ୍ଗରେ ଘେନି ସେହି ଡାଲା ଆଣିବ। ଆଉ ହାରଣକୁ ଓ ତାହାର ପୁତ୍ରଗଣକୁ ସମାଗମ ତମ୍ବୁ ଦ୍ୱାର ନିକଟକୁ ଆଣି ଜଳରେ ସେମାନଙ୍କୁ ସ୍ନାନ କରାଇବ। ସେହି ସମସ୍ତ ବସ୍ତ୍ର ନେଇ ହାରଣକୁ ଜାମା ଓ ଏଫୋଦର ଚୋଗା ଓ ଏଫୋଦ ଓ ବୁକୁପଟା ପରିଧାନ କରାଇବ। ଆଉ ଏଫୋଦର ଚିତ୍ରିତ ପଟୁକାରେ ତାହାର କଟି ବାନ୍ଧିବ। ତାହାର ମସ୍ତକରେ ପାଗ ବାନ୍ଧି ତହିଁ ଉପରେ ପବିତ୍ର ମୁକୁଟ ଦେବ। ଏଉତାରେ ଅଭିଷେକାର୍ଥକ ବଳି ଘେନି ତାହାର ମସ୍ତକ ଉପରେ ଢାଳି ତାହାକୁ ଅଭିଷେକ କରିବ। ତହୁ ତୁମେ ହାରଣର ପୁତ୍ରଗଣକୁ ଆଣି ଜାମା ପରିଧାନ କରାଇବ। ପୁଣି ହାରଣକୁ ଓ ତାହାର ପୁତ୍ରଗଣକୁ କଟିବନ୍ଧନ ପରିଧାନ କରାଇବ ଓ ସେମାନଙ୍କ ମସ୍ତକରେ ଶିରଭୂଷଣ ବାନ୍ଧିବ। ତହିଁରେ ସେମାନେ ଅନନ୍ତକାଳୀନ ବିଧି ଦ୍ୱାରା ଯାଜକତ୍ୱ ପଦ ପ୍ରାପ୍ତ ହେବେ। ଏହି ରୂପେ ତୁମେ ହାରଣକୁ ଓ ତାହାର ପୁତ୍ରଗଣକୁ ନିଯୁକ୍ତ କରିବ। ଅନନ୍ତର ତୁମେ ସମାଗମ ତମ୍ବୁ ସମ୍ମୁଖକୁ ସେହି ଗୋବତ୍ସ ଅଣାଇବ। ପୁଣି ହାରଣ ଓ ତାହାର ପୁତ୍ରଗଣ ସେହି ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତର ନିର୍ଭର ଦେବେ। ତହୁ ତୁମେ ସମାଗମ ତମ୍ବୁ ଦ୍ୱାର ସମୀପରେ ସଦାପ୍ରଭୁଙ୍କ ଛାମୁରେ ସେହି ଗୋବତ୍ସକୁ ବଧ କରିବ। ଅନନ୍ତର ଗୋବତ୍ସର ରକ୍ତରୁ କିଛି ନେଇ ଅଙ୍ଗୁଳି ଦ୍ୱାର ବେଦୀର ଶୃଙ୍ଗ ଉପରେ ଦେବ। ପୁଣି ବେଦୀ ମୂଳରେ ଆଉ ସବୁ ରକ୍ତ ଢାଳିଦେବ। ଆଉ ତାହାର ଅନ୍ତ୍ରପରିସ୍ଥ ମେଦ ଓ ଯକୃତ ଉପରିସ୍ଥ ଅନ୍ତ୍ରାପ୍ଲାବକ ଓ 2 ଗୁରୁଦା ଓ ତହିଁ ଉପରିସ୍ଥ ମେଦ ଘେନି ବେଦୀରେ ଦଗ୍ଧ କରିବ। ମାତ୍ର ଗୋବତ୍ସର ମାଂସ, ଚର୍ମ ଓ ଗୋମୟ ଛାଉଣିର ବାହାରେ ଅଗ୍ନିରେ ଦଗ୍ଧ କରିବ। ଏହା ପାପାର୍ଥକ ବଳି। ଅନନ୍ତର ତୁମେ ପ୍ରଥମ ମେଷ ନେବ। ପୁଣି ହାରଣ ଓ ତାହାର ପୁତ୍ରଗଣ ସେ ମେଷର ମସ୍ତକରେ ଆପଣାମାନଙ୍କ ହସ୍ତର ନିର୍ଭର ଦେବେ। ତହୁ ତୁମେ ସେ ମେଷକୁ ବଧ କରି ତାହାର ରକ୍ତ ନେଇ ବେଦୀ ଉପରେ ଚାରିଆଡ଼େ ଛିଞ୍ଚିବ। ତହିଁ ଉତ୍ତାରେ ମେଷକୁ ଖଣ୍ଡ ଖଣ୍ଡ କରି ତାହାର ଅନ୍ତ୍ର ଓ ଗୋଡ଼ ଧୌତ କରି ତାହା ସବୁ ସେହି ଖଣ୍ଡ ସକଳ ଓ ମସ୍ତକ ଉପରେ ରଖିବ। ପୁଣି ତୁମେ ମେଷକୁ ଗୋଟାଯାକ ବେଦୀ ଉପରେ ଦଗ୍ଧ କରିବ। ପୁଣି ତାହା ସଦାପ୍ରଭୁଙ୍କର ହୋମବଳି ଓ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର। ଅନନ୍ତର ତୁମେ ଦ୍ୱିତୀୟ ମେଷକୁ ନେବ। ପୁଣି ହାରଣ ଓ ତାହାର ପୁତ୍ରଗଣ ସେହି ମେଷର ମସ୍ତକରେ ହସ୍ତ ନିର୍ଭର ଦେବେ। ତହୁ ତୁମେ ସେହି ମେଷକୁ ବଧ କରି ତାହାର କିଛି ରକ୍ତ ଘେନି ହାରଣର ଦକ୍ଷିଣ କର୍ଣ୍ଣ ପ୍ରାନ୍ତରରେ ଓ ତାହାର ପୁତ୍ରଗଣର ଦକ୍ଷିଣ କର୍ଣ୍ଣ ପ୍ରାନ୍ତରରେ ଓ ସେମାନଙ୍କର ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଠି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଠି ଉପରେ ଦେବ। ପୁଣି ବେଦୀ ଉପରେ ଚାରିଆଡ଼େ ରକ୍ତ ଛିଞ୍ଚିବ। ଅନନ୍ତର ବେଦୀର ଉପରିସ୍ଥ ରକ୍ତରୁ ଓ ଅଭିଷେକାର୍ଥକ ତୈଳରୁ କିଛି ନେଇ ହାରଣ ଉପରେ ଓ ତାହାର ବସ୍ତ୍ର ଉପରେ, ପୁଣି ତାହା ସହିତ ତାହାର ପୁତ୍ରଗଣ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ଛିଞ୍ଚିବ। ତହିଁରେ ସେ ଓ ତାହା ସହିତ ତାହାର ବସ୍ତ୍ର, ପୁଣି ତାହାର ପୁତ୍ରଗଣ ଓ ସେମାନଙ୍କ ବସ୍ତ୍ର ପବିତ୍ର ହେବେ। ଆହୁରି ତୁମେ ସେହି ମେଷର ମେଦ ଓ ମେଦମୟ ଲଙ୍ଗୁଳ ଓ ଅନ୍ତ୍ର ଉପରିସ୍ଥ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରପ୍ଲାବକ ଓ 2 ଗୁରୁଦା ଓ ତହିଁ ଉପରିସ୍ଥ ମେଦ ଓ ଡାହାଣ ଚଟୁଆ ନେବ
ଯେହେତୁ ସେ ପଦନିଯୋଗାର୍ଥକ ମେଷ। ପୁଣି ସଦାପ୍ରଭୁଙ୍କ ଛାମୁସ୍ଥିତ ତାଡ଼ି ଶୂନ୍ୟ ରୋଟିର ଡାଲାରୁ ଏକ ରୋଟି ଓ ତୈଳ ମିଶ୍ରିତ ଏକ ପିଠା ଓ ଏକ ସରୁ ଚକୁଳି ନେଇ ତାହା ସବୁ ହାରଣର ହସ୍ତରେ ଓ ତାହାର ପୁତ୍ରଗଣ ହସ୍ତରେ ଦେଇ ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ଛାମୁରେ ତାହା ଦୋଳାଇବ। ଅନନ୍ତର ତୁମେ ସେମାନଙ୍କ ହସ୍ତରୁ ତାହା ସବୁ ନେଇ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଛାମୁରେ ବେଦୀରେ ହୋମାର୍ଥକ ବଳି ଉପରେ ଦଗ୍ଧ କରିବ। ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର। ଅନନ୍ତର ତୁମେ ହାରଣର ପଦନିଯୋଗାର୍ଥକ ମେଷର ବକ୍ଷ ଘେନି ଦୋଳନୀୟ ନୈବେଦ୍ୟାର୍ଥେ ସଦାପ୍ରଭୁଙ୍କ ଛାମୁରେ ଦୋଳାଇବ। ସେହି ଖଣ୍ଡ ତୁମର ଅଂଶ ହେବ। ଆଉ ହାରଣର ଓ ତାହାର ପୁତ୍ରଗଣର ପଦ ନିଯୋଗାର୍ଥକ ମେଷର ଯେଉଁ ବୁକୁ ରୂପ ଦୋଳନୀୟ ନୈବେଦ୍ୟ ଦୋଳାୟିତ ଓ ଯେଉଁ ଚଟୁଆ ରୂପ ଉତ୍ତୋଳନୀୟ ଉପହାର ଉତ୍ତୋଳିତ ହେଲା, ତାହା ତୁମେ ପବିତ୍ର କରିବ। ତହିଁରେ ଅନନ୍ତକାଳୀନ ବିଧି ଦ୍ୱାରା ଇସ୍ରାଏଲ ସନ୍ତାନଗଣଠାରୁ ତାହା ହାରଣର ଓ ତାହାର ପୁତ୍ରଗଣର ଅଧିକାର ହେବ, ଯେହେତୁ ତାହା ଉତ୍ତୋଳନୀୟ ଉପହାର। ଇସ୍ରାଏଲ ସନ୍ତାନଗଣର ଏହି ଉତ୍ତୋଳନୀୟ ଉପହାର ସେମାନଙ୍କ ମଙ୍ଗଳାର୍ଥକ ବଳିରୁ ଦେୟ ହେବ। ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ଉତ୍ତୋଳନୀୟ ଉପହାର। ପୁଣି ହାରଣର ଉତ୍ତାରେ ତାର ପବିତ୍ର ବସ୍ତ୍ର ସକଳ ତାର ପୁତ୍ରଗଣର ହେବ। ଅଭିଷେକ ଓ ପଦନିଯୋଗ ସମୟରେ ସେମାନେ ତାହା ପରିଧାନ କରିବେ। ତାହାର ପୁତ୍ରମାନଙ୍କ ମଧ୍ୟରୁ ଯେଉଁ ଲୋକ ତାହା ପଦରେ ଯାଜକ ହୋଇ ପବିତ୍ର ସ୍ଥାନରେ ସେବା କରିବା ନିମନ୍ତେ ସମାଗମ ତମ୍ବୁକୁ ଆସିବ, ସେ ସେହି ବସ୍ତ୍ର 7 ଦିନ ପରିଧାନ କରିବ। ଅନନ୍ତର ତୁମେ ସେହି ପଦନିଯୋଗାର୍ଥକ ମେଷର ମାଂସ ଘେନି ଗୋଟିଏ ପବିତ୍ର ସ୍ଥାନରେ ପାକ କରିବ। ପୁଣି ହାରଣ ଓ ତାହାର ପୁତ୍ରଗଣ ସମାଗମ ତମ୍ବୁ ଦ୍ୱାର ନିକଟରେ ସେହି ମେଷ ମାଂସ ଓ ଡାଲାସ୍ଥିତ ସେହି ରୋଟି ଭୋଜନ କରିବେ। ପୁଣି ସେମାନଙ୍କୁ ପଦରେ ନିଯୁକ୍ତ ଓ ପ୍ରତିଷ୍ଠା କରିବା ନିମନ୍ତେ ଯାହାଦ୍ୱାରା ପ୍ରାୟଶ୍ଚିତ ହେଲା, ତାହା ସେମାନେ ଭୋଜନ କରିବେ। ମାତ୍ର କୌଣସି ଅନ୍ୟ ବଂଶୀୟ ଲୋକ ତାହା ଭୋଜନ କରିବ ନାହିଁ, କାରଣ ତାହା ସବୁ ପବିତ୍ର ବସ୍ତୁ। ଆଉ ସେହି ପଦନିଯୋଗାର୍ଥକ ମାଂସ ଓ ରୋଟିରୁ ଯେବେ ପ୍ରଭାତ ପର୍ଯ୍ୟନ୍ତ କିଛି ଅବଶିଷ୍ଟ ରହିବ, ତେବେ ସେହି ଅବଶିଷ୍ଟାଂଶ ଅଗ୍ନିରେ ଭସ୍ମସାତ କରିବ। କେହି ତାହା ଖାଇବ ନାହିଁ, କାରଣ ତାହା ପବିତ୍ର ବସ୍ତୁ। ଆମ୍ଭେ ତୁମକୁ ଏଇ ଯେ ସବୁ ଆଜ୍ଞା ଦେଲୁ, ତଦନୁସାରେ ତୁମେ ହାରଣ ପ୍ରତି ଓ ତାହାର ପୁତ୍ରଗଣ ପ୍ରତି କରିବ। ଆଉ ତୁମେ ପ୍ରାୟଶ୍ଚିତ ନିମନ୍ତେ ପ୍ରତିଦିନ ପାପାର୍ଥକ ବଳି ରୂପେ ଏକ ପୁ ଗୋବତ୍ସ ଉତ୍ସବ କରିବ। ପୁଣି ବେଦୀ ନିମନ୍ତେ ପ୍ରାୟଶ୍ଚିତ କରି ତାହା ମୁକ୍ତ ପାପ କରିବ ଓ ତାହା ପବିତ୍ର କରିବା ପାଇଁ ଅଭିଷେକ କରିବ। ତୁମେ ପବିତ୍ର ନିମନ୍ତେ 7 ଦିନ ପ୍ରାୟଶ୍ଚିତ କରି ତାହା ପବିତ୍ର କରିବ। ତହିଁରେ ବେଦୀ ମହାପବିତ୍ର ହେବ। ପୁଣି ଯେ କିଛି ବେଦୀ ସ୍ପର୍ଶ କରେ, ସେ ସବୁ ପବିତ୍ର ହେବ। ସେ ବେଦୀ ଉପରେ ତୁମେ ଏହି ବଳି ଉତ୍ସର୍ଗ କରିବ। ତୁମେ ନିତ୍ୟ ନିତ୍ୟ ପ୍ରତିଦିନ 1 ବର୍ଷୀୟ 2 ମେଷ ଶାବକ ଅର୍ଥାତ୍ ତାହାର ପ୍ରଥମ ମେଷ ଶାବକକୁ ପ୍ରଭାତରେ ଉତ୍ସର୍ଗ କରିବ ଓ ଦ୍ୱିତୀୟ ମେଷ ଶାବକକୁ ସନ୍ଧ୍ୟାବେଳେ ଉତ୍ସର୍ଗ କରିବ। ପୁଣି ପ୍ରଥମ ମେଷ ଶାବକ ସହିତ ହିନ୍ ପାତ୍ରର ଚତୁର୍ଥାଂଶ ନିର୍ମଳ ପେଶା ତୈଳରେ ମିଶ୍ରିତ 1 ଏଫାର ଦଶମାଂଶ ମଇଦା ଓ ପେୟ ନୈବେଦ୍ୟ ନିମନ୍ତେ ହିନ୍ର ଚତୁର୍ଥାଂଶ ଦାଖ୍ୟାରସ ହେବ। ଆଉ ସନ୍ଧ୍ୟାବେଳେ ଦ୍ୱିତୀୟ ମେଷ ଶାବକ ଉତ୍ସର୍ଗ କରିବ। ପୁଣି ପ୍ରଭାତର ଭକ୍ଷ୍ୟ ନୈବେଦ୍ୟ ଓ ପେୟ ନୈବେଦ୍ୟ ପ୍ରମାଣେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ସ୍ୱରୂପେ ତାହା ଉତ୍ସର୍ଗ କରିବ। ଏହା ସମାଗମ ତମ୍ବୁ ଦ୍ୱାର ନିକଟରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ନିତ୍ୟ ହୋମ ହେବ। ସେ ସ୍ଥାନରେ ଆମ୍ଭେ ତୁମ୍ଭ ସହିତ ଆଳାପ କରିବା ନିମନ୍ତେ ତୁମ୍ଭମାନଙ୍କ ସହିତ ସାକ୍ଷା କରିବା। ଆଉ ସେ ସ୍ଥାନରେ ଆମ୍ଭେ ଇସ୍ରାଏଲ ଗଣର ସହିତ ସାକ୍ଷାତ କରିବା। ପୁଣି ଆମ୍ଭ ପ୍ରତାପରେ ପବିତ୍ରୀକୃତ ହେବ। ଆଉ ଆମ୍ଭେ ସମାଗମ ତମ୍ବୁ ଓ ବେଦୀ ପବିତ୍ର କରିବା। ପୁଣି ଆମ୍ଭର ଯାଜନ କର୍ମ କରଣାର୍ଥେ ହାରଣକୁ ଓ ତାହାର ପୁତ୍ରଗଣକୁ ପବିତ୍ର କରିବା। ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ବାସ କରି ସେମାନଙ୍କର ପରମେଶ୍ୱର ହେବା। ତହିଁରେ ଆମ୍ଭେ ଯେ ସେମାନଙ୍କର ସଦାପ୍ରଭୁ ପରମେଶ୍ୱର ସେମାନଙ୍କ ମଧ୍ୟରେ ବାସ କରିବା ନିମନ୍ତେ ମିଶର ଦେଶରୁ ସେମାନଙ୍କୁ ବାହାର କରି ଆଣିଅଛୁ, ତାହା ସେମାନେ ଜାଣିବେ। ଆମ୍ଭେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର। ଗୁଡ୍ ମର୍ଣ୍ଣିଂ। ପ୍ରଭୁଙ୍କର ପ୍ରଶଂସା ହେଉ। ବାଇବଲ ପଠନ କକ୍ଷକୁ ଆପଣମାନଙ୍କୁ ସ୍ୱାଗତ ଜଣାଏ। ଆଜି ଦିନ ସଂଖ୍ୟା 17 ଶୁକ୍ରବାର।
ଆଜି ଆମ୍ଭେମାନେ ଯାତ୍ରା ପୁସ୍ତକ 24 ପର୍ବ ଠାରୁ 29 ପର୍ବ ପର୍ଯ୍ୟନ୍ତ ପାଠ କରିଅଛୁ। ତାର ସାରାଂଶ ଏହି ପ୍ରକାର। ସିନାଇ ପର୍ବତ ପାଦଦେଶରେ ମୋଶା ଈଶ୍ୱରଙ୍କ ବ୍ୟବସ୍ଥାକୁ ଘୋଷଣା କଲେ ଏବଂ ଲୋକମାନେ ଈଶ୍ୱରଙ୍କ ବ୍ୟବସ୍ଥାକୁ ପାଳନ କରିବେ ବୋଲି ପ୍ରତିଜ୍ଞା କଲେ। ନିୟମକୁ ପାଠ କଲା ଉତ୍ତାରେ ନିୟମର ଦୃଶ୍ୟ ଚିହ୍ନ ଭାବରେ ମୋଶା ବେଦୀ ନିର୍ମାଣ କଲେ ଓ ଲୋକମାନଙ୍କ ଉପରେ ବଳିଦାନର ରକ୍ତ ସେଚନ କଲେ। ଏଥି ଉତ୍ତାରେ ମୋଶା ସିନାଇ ପର୍ବତ ଉପରକୁ ଗଲେ, କାରଣ ଈଶ୍ୱର ମୋଶାଙ୍କୁ 10 ଆଜ୍ଞା ଓ ବ୍ୟବସ୍ଥା ଦେବା ପାଇଁ ଡାକିଲେ। ମୋଶାଙ୍କୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋଟିଏ ପୃଥକ ତମ୍ବୁ ନିର୍ମାଣ କରିବା ପାଇଁ ଆଦେଶ ଦିଆଗଲା। ଏହାକୁ ସମାଗମ ତମ୍ବୁ କୁହାଯାଏ। ଈଶ୍ୱର ଯେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ବାସ କରିବେ, ଯାହାକୁ ଏବ୍ରି ଭାଷାରେ ଶେଖାଇନା, ଓ ସେ ସେମାନଙ୍କୁ ସେମାନଙ୍କ ଯାତ୍ରାରେ ପରିଚାଳନା କରିବେ ଏବଂ କଢ଼ାଇ ନେବେ ବୋଲି ପ୍ରତିଜ୍ଞା କଲେ। ସଦାପ୍ରଭୁ ମୋଶାଙ୍କୁ ସମାଗମ ତମ୍ବୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ଆବଶ୍ୟକୀୟ ବସ୍ତୁ ଯଥା ଯାଜକ ଓ ସେବକମାନଙ୍କ ବସ୍ତ୍ର, ବେଦୀ, ପିତ୍ତଳ ବେସିନ, ଟେବୁଲ ଏବଂ ଦୀପବୃକ୍ଷ ଗୁଡ଼ିକ କିପରି ନିର୍ମାଣ କରିବେ ତାହାର ନକ୍ସା ତଥା ନମୁନା ପ୍ରଦାନ କଲେ। ସଦାପ୍ରଭୁ କାରିଗର ମାନଙ୍କୁ ନିଯୁକ୍ତ କଲେ ଓ ଆବଶ୍ୟକୀୟ ସମସ୍ତ କୌଶଳ ଓ ଜ୍ଞାନ ପ୍ରଦାନ କଲେ। ସଦାପ୍ରଭୁ ସମସ୍ତ ଯାଜକ ଓ ସେବକମାନଙ୍କୁ ବିଧି ବିଧାନ ସମ୍ପାଦନ କରିବା ବିଷୟରେ ସବିଶେଷ ଶିକ୍ଷା ପ୍ରଦାନ କଲେ ଓ ନିର୍ଦ୍ଦେଶନା ଦେଲେ। ଲେବୀୟ ପୁସ୍ତକ ହେଉଛି 10 ଆଜ୍ଞା, ବ୍ୟବସ୍ଥା, ବିଧିବିଧାନ ସମ୍ବନ୍ଧୀୟ ଅନ୍ୟାନ୍ୟ ଯେକୌଣସି ନିୟମକୁ ସଂଗ୍ରହ କରି ଗୋଟିଏ ପୁସ୍ତକରେ ଲିପିବଦ୍ଧ କରାଯାଇଥିବା ଗୋଟିଏ ପୁସ୍ତକ। ଯାକୋବଙ୍କ ତୃତୀୟ ପୁତ୍ର ଲେବୀଙ୍କ ନାମ ଅନୁସାରେ ଏହି ପୁସ୍ତକର ନାମକରଣ କରାଯାଇଅଛି, ଯେହେତୁ ସେହି ଗୋଷ୍ଠୀକୁ ବ୍ୟବସ୍ଥା ଶିକ୍ଷା ଦେବା ଓ ସମସ୍ତ ବିଷୟର ଲେଖା ରଖିବାର ଦାୟିତ୍ୱ ଅର୍ପଣ କରାଯାଇଥିଲା। ସମାଗମ ତମ୍ବୁ ଯୀଶୁଙ୍କୁ ସୂଚାଏ, ଯିଏ ମନ୍ଦିର ଭାବରେ ଆସିଲେ ଓ ଏକକାଳୀନ ଜୀବନ୍ତ ଅନନ୍ତକାଳୀନ ବଳିଦାନ ହୋଇ ନିଜକୁ ଉତ୍ସର୍ଗ କଲେ। ମୋଶା 40 ଦିନ ସିନାଇ ପର୍ବତ ଉପରେ ରହିଲେ ଓ ସଦାପ୍ରଭୁଙ୍କ ବ୍ୟବସ୍ଥା ଓ ଆଦର୍ଶ ତଥା ନମୁନା ପ୍ରାପ୍ତ ହେଲେ। ଆମ୍ଭମାନଙ୍କର ବିଶ୍ୱାସ ପ୍ରତି ମଧ୍ୟ ଏହାର ଏକ ବିଶେଷ ଭୂମିକା ରହିଅଛି। ପ୍ରଭୁ ଆଜିର ପଠନରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।